तुमको स्वागत जनाऊँगी पिलाମାନେ ଆମେ ପଢ଼ୁଥିଲେ ଫଣ୍ଡାମେଣ୍ଟାଲ ରାଇଟ୍ସ। ମୁଁ ଟିକେ ମନେ ପକାଇ ଦେଉଛି ଫଣ୍ଡାମେଣ୍ଟାଲ ରାଇଟ୍ସ କ'ଣ ଯେ ପାର୍ଟ 3ରେ ଆର୍ଟିକଲ 12 ରୁ 35 ମଧ୍ୟରେ ଆମର ଫଣ୍ଡାମେଣ୍ଟାଲ ରାଇଟ୍କୁ ଡିଫାଇନ୍ କରାଯାଇଛି, ଯାହାକୁ ଆମେ ଓଡ଼ିଆରେ ମୌଳିକ ଅଧିକାର କହୁ। ସେ ମୌଳିକ ଅଧିକାର 6ଟି ଯାକ ଆମେ ପଢ଼ିଲେ। ରାଇଟ୍ ଟୁ କନଷ୍ଟିଟ୍ୟୁସନାଲ ରିମେଡ଼ିଜ୍ ଆର୍ଟିକଲ 32 ଅଣ୍ଡରରେ ଆମର 5ଟା ରିଟ୍କୁ ଜାରି କରାଯାଏ। ମାନେ କହିବାର ଅର୍ଥ ହେଲା ଯଦି ଆମର ଫଣ୍ଡାମେଣ୍ଟାଲ ରାଇଟ୍ କ୍ଷୁଣ୍ଣ ହେଉଛି ତାହେଲେ ଆମେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବା। ସୁପ୍ରିମକୋର୍ଟ ଆର୍ଟିକଲ 32 ଅଣ୍ଡରରେ ଆମର 5ଟା ରିଟ୍ସକୁ ଜାରି କରୁଛି ଏବଂ ହାଇକୋର୍ଟ ଆର୍ଟିକଲ 2 to 6 ଅଣ୍ଡରରେ ଆମର 5 ରିଟ୍ସ ଜାରି କରୁଛି। ଆଉ ତୁମେ ଜାଣିଥିବ କନଷ୍ଟିଟ୍ୟୁସନାଲ ରିମେଡ଼ି ନିଜେ ଗୋଟେ ଫଣ୍ଡାମେଣ୍ଟାଲ ରାଇଟ୍ ହେଇକି ମଧ୍ୟ ଅନ୍ୟ ସବୁ ଫଣ୍ଡାମେଣ୍ଟାଲ ରାଇଟ୍କୁ ସୁରକ୍ଷା ଦିଏ। ଏବଂ ଯାହାକୁ କି B.R. ଆମ୍ବେଦକର ଆମେ ଯାହାକୁ ଆମର କନଷ୍ଟିଟ୍ୟୁସନର ଫାଦର ମଧ୍ୟ କହୁ, ସେ ତାକୁ ହାର୍ଟ ଆଣ୍ଡ ସୋଲ୍ ମଧ୍ୟ କହିଥିଲେ। ସେଇ ଯେଉଁ କନଷ୍ଟିଟ୍ୟୁସନାଲ ରିମେଡ଼ିଜ୍ ଅଣ୍ଡରରେ ଆମର ଯେଉଁ 5ଟା ରିଟ୍ସ ଅଛି, ସେ 5ଟା ରିଟ୍ସ କ'ଣ ବୁଝିବା ଯେ ମୁଁ ସଂକ୍ଷିପ୍ତରେ ତୁମକୁ କହିଦେଉଛି। ଯେମିତି ଆମର ହେବିୟସ୍ କର୍ପସ୍ ହେଲା, ମାଣ୍ଡାମସ୍ ହେଲା, ପ୍ରୋଭିସନାରୀ ହେଲା, କ୍ଷମା କରିବ ପ୍ରୋହିବିସନ୍ ହେଲା, କିମ୍ବା ତୁମର ସାର୍ଟିଓରାରୀ ହେଲା, କୋ ୱାରେଣ୍ଟ ହେଲା, ଏସବୁ ଯେଉଁ 5ଟି ରିଟ୍ସ ଅଛି ଗୋଟେ ଗୋଟେ ଜାଣିବା ସେ ରିଟ୍ସ ଗୁଡ଼ାକ କ'ଣ କ'ଣ। ଯେମିତିକି ଦେଖ ହେବିୟସ୍ କର୍ପସ୍ କ'ଣ ନା ଇଏ ଗୋଟେ ଲାଟିନ୍ ଟର୍ମ ଯାହାର ମାନେ ହେଲା ଟୁ ହେଭ୍ ଦ ବଡି ଅଫ୍। କ'ଣ ଟିକେ ବୁଝିନେବ, ମୁଁ ତୁମକୁ ବୁଝାଉଛି, ପ୍ରଥମେ ବୁଝିନିଅ, ତାପରେ ତୁମେ ଡେଫିନେସନ୍ ଗୁଡ଼ାକ ଅଟୋମେଟିକ୍ ତୁମର ମନେ ରହିଯିବ। ଏମିତି ଭାବ ତୁମେ ରାତି ଅଧରେ ଘରେ ଶୋଇଛ, ହଠାତ୍ ପୋଲିସ ଆସୁଛି ଏବଂ ତୁମକୁ ଗିରଫ କରିକି ନେଇଯାଉଛି। ନା କିଛି କହୁଛି ନା କିଛି ଜାଣିଛ, ପରିବାର ଲୋକ ପୁରା ସମସ୍ତେ ବ୍ୟତିବ୍ୟସ୍ତ, ଓକିଲ କିଛି ଜାଣିପାରୁନି, ସରକାର ମଧ୍ୟ ଚୁପ୍। ସେଇ ସମୟରେ ତୁମେ ମଧ୍ୟ ଜାଣିନ ଯେ କ'ଣ ନେଉଛି, ତ ତୁମେ ସୁପ୍ରିମକୋର୍ଟରେ ଆର୍ଟିକଲ 32 ଅଣ୍ଡରରେ ହେଉ କିମ୍ବା ହାଇକୋର୍ଟରେ ଆର୍ଟିକଲ 22 to 6 ଅଣ୍ଡରରେ ହେଉ ତୁମେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବ ଏବଂ ହେବିୟସ୍ କର୍ପସ୍ ଜାରି କରିବ। ମାନେ ତୁମକୁ କେଉଁ କାରଣବଶତଃ ଜଣେ ତୁମକୁ ଡିଟେନ୍ କରିଛି, ବନ୍ଦୀ ଭାବରେ ରଖିଛି, ତୁମେ ତାହା ପଚାରିପାରିବ। ଏ ହେବିୟସ୍ କର୍ପସ୍ କ'ଣ? ଇଟ୍ ଇଜ୍ ଏନ୍ ଅର୍ଡ଼ର ଇସ୍ୟୁଡ୍ ବାଇ ଦ କୋର୍ଟ ଟୁ ଏ ପର୍ସନ୍ ହୁ ହେଜ୍ ଡିଟେନ୍ଡ ଆନଦର ପର୍ସନ୍। ଗୋଟିଏ ପର୍ସନ୍ ଅନ୍ୟ ପର୍ସନ୍କୁ ଡିଟେନ୍ କରିକି ରଖିଛି, ବନ୍ଦୀ କରିକି ରଖିଛି, ତ ସେଠି ହେବିୟସ୍ କର୍ପସ୍ ସାଧାରଣତଃ ଆମେ ଜାରି କରିପାରୁ ବା ସୁପ୍ରିମକୋର୍ଟ ଜାରି କରିକି ତୁମକୁ ନ୍ୟାୟ ଦେଇପାରିବ। ବୁଝିପାରିଲ ହେବିୟସ୍ କର୍ପସ୍ କ'ଣ ଥିଲା? ଇଏ କ'ଣ, ଏ ରିଟ୍ଟା କ'ଣ ନା ତୁମେ ନିଜର ସ୍ୱତନ୍ତ୍ରତାକୁ ରଖିପାରିବ, ଇଣ୍ଡିଭିଜୁଆଲ୍ ସ୍ୱତନ୍ତ୍ରତାକୁ ବଜାଇ ରଖିପାରିବ। ଯେକୌଣସି ଆର୍ବିଟ୍ରାରୀ ଡିଟେନସନ୍ କିଏ ଯଦି ମନମୁଖୀ ଭାବରେ ତୁମକୁ ବନ୍ଦୀ କରିକି ରଖୁଛି ତାହେଲେ ୟା ଏଗେନଷ୍ଟରେ ତୁମେ ତୁମର ନିଜର ସ୍ୱତନ୍ତ୍ରତାକୁ ବଜାଇ ରଖିପାରିବ। ଏଇ ରିଟ୍ଟା ସେଇ ଅଧିକାର ଦେଉଛି। ଆଉ ମନେ ରଖିବ ଏଇ ଯେଉଁ ରିଟ୍ଟାକୁ ବୋଥ୍ ପବ୍ଲିକ୍ ଅଥରିଟି ଏଜ୍ ୱେଲ୍ ଏଜ୍ ପ୍ରାଇଭେଟ୍ ଇଣ୍ଡିଭିଜୁଆଲ୍ ମଧ୍ୟ ଇସ୍ୟୁ କରିପାରିବେ। ଯେକୌଣସି ଲୋକ ମଧ୍ୟ ଇସ୍ୟୁ କରିପାରିବ। ଇଏ କାହା କାହା କ୍ଷେତ୍ରରେ ୟାକୁ ଇସ୍ୟୁ କରାଯାଏନି ନା ଯଦି ଡିଟେନସନ୍ଟା ଲଫୁଲ୍ ହେଇଥିବ। ତୁମେ ନିହାତି ଭାବରେ ଗୋଟେ କ୍ରାଇମ୍ କରିଛ, ତାପରେ ତୁମକୁ ପୋଲିସ ଆସିକି ନେଇଛି, କିନ୍ତୁ ତୁମେ କହୁଛ କି କ'ଣ ପାଇଁ ମୋତେ ନେଇଗଲା, ମୁଁ ହେବିୟସ୍ କର୍ପସ୍ ଅଣ୍ଡରରେ ସୁପ୍ରିମକୋର୍ଟରେ କେସ୍ କରିବି, ସେଇଟା ହେବନି। ଡିଟେନସନ୍ ଇଜ୍ ଲଫୁଲ୍ ଯଦି ହେଇଛି ସେ କ୍ଷେତ୍ରରେ ତୁମର ଏ ରିଟ୍ଟା ଜାରି ହେବନି। ବା ତୁମେ କୌଣସି ଲେଜିସ୍ଲେଚର୍ ବା କୋର୍ଟର ପ୍ରୋସିଡ଼ିଂକୁ କଣ୍ଟେମ୍ପ୍ଟ କରୁଛ ସେ କ୍ଷେତ୍ରରେ ମଧ୍ୟ ହେବନି। ବା ଯଦି କୌଣସି କମ୍ପିଟେଣ୍ଟ କୋର୍ଟ ତୁମକୁ ଡିଟେନସନ୍ କରିଛି ସେ କ୍ଷେତ୍ରରେ ମଧ୍ୟ ୟାକୁ ବ୍ୟବହାର କରାଯାଇପାରିବନି। ବା ଯଦି ଏ ଡିଟେନସନ୍ଟା କୋର୍ଟର ଜୁରିସଡିକ୍ସନ୍ ବାହାରେ ହେଇଛି ତାହେଲେ ମଧ୍ୟ ୟାକୁ ବ୍ୟବହାର କରାଯାଇପାରିବନି। ଇଏ ହେଲା ତୁମର ହେବିୟସ୍ କର୍ପସ୍। ବେସିକାଲି ହେବିୟସ୍ କର୍ପସ୍ କ'ଣ ନା ଟୁ ହେଭ୍ ଦ ବଡି ଅଫ୍, ମୋତେ ନ୍ୟାୟାଳୟ ସମ୍ମୁଖରେ ଆଣନ୍ତୁ। ଯେ ଯଦି ମୁଁ କିଛି କ୍ରାଇମ୍ କରିନି, ମୋତେ ଜବରଦସ୍ତି କିଏ ଜଣେ ଗୋଟେ ବନ୍ଦୀ କରିକି ରଖିଛି, ତୁମେ ଏଇ ଅଣ୍ଡରରେ ଯାଇପାରିବ ଯେ ମୋତେ ମୋର ଅଧିକାର ଅଛି, ମୋର ବଡିକୁ ନ୍ୟାୟାଳୟ ଆଗକୁ ନେଇ ତାପରେ ତୁମେ ତୁମର ନିଜସ୍ୱ ଯାହା ବି ଚିନ୍ତାଧାରା ଥିବ ତାକୁ ବ୍ୟକ୍ତ କରିପାରିବ। ଇଏ ହେଲା ହେବିୟସ୍ କର୍ପସ୍। ଦେଖ ସେକେଣ୍ଡଟା କ'ଣ ଅଛି ତୁମର ମାଣ୍ଡାମସ୍। ମାଣ୍ଡାମସ୍ କ'ଣ ନା ୱି କମାଣ୍ଡ ମାନେ କ'ଣରେ କମାଣ୍ଡ ଦେଉଛୁ ଆମେ, ଯେ କ'ଣ କମାଣ୍ଡ ଦେଉଛ। ଧରିନିଅ ତୁମେ ଗୋଟେ ୟୁନିଭର୍ସିଟିରେ ପାଠ ପଢ଼ିଛ, ବହୁତ ଦିନ ହେଇଗଲାଣି, ତୁମ ରେଜଲ୍ଟ ଯେତିକି ଦିନରେ ବାହାରିବା କଥା ସେତିକି ଦିନରେ ବାହାରୁନି, ଆହୁରି ସମୟ ନେଉଛି, ତ ସେଇ କ୍ଷେତ୍ରରେ ତୁମେ ତା'ର ଯେଉଁ ଯିଏ ଅଥରିଟି ଅଛନ୍ତି
ତାଙ୍କୁ ପଚାରି ପାରିବ ଯେ ମୋର କିଛି ଭବିଷ୍ୟତରେ ମୋର ଏଇ ଜବ୍ ଏଇମ୍ ଅଛି ଯାହାର ନୋଟିଫିକେସନ୍ ଆଉଟ୍ ହେଇଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଯେହେତୁ ବାହାରିନି ବହୁତ ଡିଲେ ହେଇଗଲାଣି, ମୋର ସାର୍ଟିଫିକେଟ୍ କି ମୋର ମାର୍କ ଇସ୍ୟୁ ହେଇନି, ତାହେଲେ କ'ଣ କରିବେ? ଯଦି ସେଇ କ୍ଷେତ୍ରରେ ତୁମକୁ ସେ ଅଥରିଟି କିଛି ମିସବିହେଭ୍ କରୁଛନ୍ତି, ତାହେଲେ ତୁମେ ମାଣ୍ଡାମସ୍ ଅଣ୍ଡରରେ ନିହାତି ଭାବରେ ସୁପ୍ରିମକୋର୍ଟ ହାଇକୋର୍ଟ ଯାଇପାରିବ ଏବଂ ତାଙ୍କୁ କହିପାରିବ ଯେ କ'ଣ ପାଇଁ ମୋର ବାହାରିନି, କେଉଁ ଅଧିକାରରେ ତୁମେ ରଖିଛ। ଆଉ ଯିଏ ଯେଉଁ ସୁପ୍ରିମକୋର୍ଟ ତାଙ୍କୁ କମାଣ୍ଡ ଦେବ ଯେ କ'ଣ ପାଇଁ ବାହାର କରିନ, ଶୀଘ୍ର ବାହାର କର। ଇଏ ହେଲା ତୁମର ମାଣ୍ଡାମସ୍। ଦେଖ ଟିକେ କହିଦେବା, ମାଣ୍ଡାମସ୍ ୱି କମାଣ୍ଡ issued by the court to a public official asking him to perform his official duties that he has failed or refused to perform। କୌଣସି ଅଫିସିଆଲ ଡ୍ୟୁଟିକୁ ଯଦି କିଏ କୌଣସି ଅଥରିଟି ମନା କରୁଛନ୍ତି, ରିଫ୍ୟୁଜ୍ କରୁଛନ୍ତି, ତାହେଲେ ମାଣ୍ଡାମସ୍କୁ ଜାରି କରାଯାଇପାରିବ। ଇଏ ଯେକୌଣସି ପବ୍ଲିକ୍ ବଡ଼ି କର୍ପୋରେସନ୍ ହେଉ ବା ଇନଫେରିୟର କୋର୍ଟ ହେଉ, ଟ୍ରିବ୍ୟୁନାଲ୍ ହେଉ, ଗଭର୍ଣ୍ଣମେଣ୍ଟ ହେଉ, ଯେକୌଣସିଠାରେ ଆମେ ୟାକୁ ଇସ୍ୟୁ କରିପାରିବା ବା ଯାହା ଅଧୀନରେ ମଧ୍ୟ ଆମେ ୟାକୁ ଇଏ କରିପାରିବା, ଲଗାଇ ପାରିବା, ପଚାରିପାରିବା। ତାହେଲେ କାହା ବିରୋଧରେ ଇଏ କ୍ୟାନଟ୍ ଇସ୍ୟୁଡ୍ ହେବ ନା ପ୍ରାଇଭେଟ୍ ଇଣ୍ଡିଭିଜୁଆଲଙ୍କ କ୍ଷେତ୍ରରେ ହେବନି। ଯେ ଗୋଟେ ଲୋକକୁ ଯାଇକରି କହିବ ତୁ ଦେ ଏଇଟା, ତା'ର କୌଣସି ତୁମ ସାଙ୍ଗରେ ଲେନା ଦେନା ନଥିବ, ଇଏ ପ୍ରାଇଭେଟ୍ ଇଣ୍ଡିଭିଜୁଆଲ୍ ହେବନି। ବା ଡିପାର୍ଟମେଣ୍ଟ ଇନଷ୍ଟ୍ରକ୍ସନ୍ ନଟ୍ ପୋଜେସ୍ ଷ୍ଟାଚୁଟୋରୀ ଫୋର୍ସ, ମନ ଇଚ୍ଛା କୌଣସି ବି ଫୋର୍ସ ୟୁଜ୍ କରାଯାଇପାରିବନି, ଇଏ ମ୍ୟାଣ୍ଡେଟୋରୀ ନୁହଁ କିମ୍ବା କଣ୍ଟ୍ରାକ୍ଚୁଆଲ୍ ଓବ୍ଲିଗେସନ୍ ନୁହଁ ମଧ୍ୟ। ତା ସହିତ ପ୍ରେସିଡେଣ୍ଟ, ଗଭର୍ଣ୍ଣର ଏବଂ ସିଜିଆଇଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ ନାହିଁ। ଦେଖ, ପ୍ରୋହିବିସନ୍ ଟୁ ଫୋରବିଡ୍। ପ୍ରୋହିବିସନ୍ ମାନେ ମନା କରିବା ଗୋଟେ ପ୍ରକାର। କ'ଣ ନା ଧରିନିଅ ଗୋଟେ ହାୟର କୋର୍ଟ କ'ଣ କରି ହାୟର କୋର୍ଟ ଆକୁ ଇସ୍ୟୁ କରିପାରିବ ଯଦି ଗୋଟେ ଲୋୟର କୋର୍ଟ ତା'ର ଟ୍ରିବ୍ୟୁନାଲ୍ ବାହାରେ, ତା'ର ସକ୍ଷମ ବାହାରେ ଯଦି କିଛି ଗୋଟେ ଜୁରିସ୍ଡିକ୍ସନ୍ ଦେଇଦେଇଛି, ଗୋଟେ ନ୍ୟାୟ ଦେଇଦେଇଛି, ତାହେଲେ ତାକୁ ରୋକିପାରିବ, ଅଟକେଇ ପାରିବ ପ୍ରୋହିବିସନ୍ ଅର୍ଡ଼ରରେ ଗୋଟେ ହାୟର କୋର୍ଟ ଲୋୟର କୋର୍ଟକୁ। ଏଇଟା ମନେ ରଖିବ, ଇଏ ଗୋଟେ ହେଲା କେବଳ ଜୁଡ଼ିସିଆଲି ଏବଂ କ୍ୱାସି ଜୁଡ଼ିସିଆଲ ଅଥରିଟିଙ୍କ ଅଣ୍ଡରରେ ହିଁ ଏଇ ଯେଉଁ ରିଟ୍ଟାକୁ ଆମେ ବ୍ୟବହାର କରିପାରିବା, ଆଉ କାହା କ୍ଷେତ୍ରରେ ବ୍ୟବହାର କରିପାରିବା। ଟୁ ଫୋରବିଡ୍ ମାନେ ଅଟକେଇବା, ରୋକିବା। ଯେ ଇଏ ଗୋଟେ ଲୋୟର କୋର୍ଟ ଯଦି କିଛି ଗୋଟେ ଜୁରିସ୍ଡିକ୍ସନ୍ ଦେଇଦେଇଛି, ତା'ର ସକ୍ଷମ ବା କ୍ଷମତା ବାହାରେ, ତାହେଲେ ତାକୁ ହାୟର କୋର୍ଟଟି ରୋକିପାରିବ। କେଉଁ ରିଟ୍ ଅଧିକାରରେ ନା ଇଏ ହେଲା ପ୍ରୋହିବିସନ୍ ଅଣ୍ଡରରେ। ବୁଝିହେଲା ପ୍ରୋହିବିସନ୍ କ'ଣ? ସାସ୍ୟୋରାରୀ କ'ଣ? ଦେଖ, ଇଟ୍ ମିନ୍ସ ଟୁ ବି ସାର୍ଟିଫାଏଡ଼୍। ସୂଚନା ଦିଅ, ଟୁ ବି ସାର୍ଟିଫାଏଡ଼୍, ସୂଚନା ଦିଅ। କ'ଣ ସୂଚନା ଦିଅ? ଇଏ ମଧ୍ୟ ଗୋଟେ ଇସ୍ୟୁ ହେବ ଜୁଡ଼ିସିଆଲ କ୍ୱାସି ଜୁଡ଼ିସିଆଲ ଅଥରିଟିଙ୍କ ନିମନ୍ତେ ହିଁ। ଏଠି କୌଣସି ପବ୍ଲିକ୍ ଇଣ୍ଡିଭିଜୁଆଲ କିମ୍ବା ପ୍ରାଇଭେଟ୍ ଇଣ୍ଡିଭିଜୁଆଲ ସେମାନଙ୍କ କ୍ଷେତ୍ରରେ ହେବନି। ଏହା କେବଳ ନ୍ୟାୟପାଳିକା କ୍ଷେତ୍ରରେ ହିଁ ଏ ରିଟ୍ସଟାକୁ ଇସ୍ୟୁ କରାଯାଇପାରିବ। ନା ଏଠି କ'ଣ ହେଇଛି ନା ଗୋଟେ ହାୟର କୋର୍ଟ ଗୋଟେ ଲୋୟର କୋର୍ଟକୁ ସାସ୍ୟୋରାରୀ ଅଣ୍ଡରରେ ସେ କହିବ ମୋତେ ସୂଚନା ଦିଅ। କ'ଣ ସୂଚନା ଦିଅ? ଧରିନିଅ ଗୋଟେ ଲୋୟର କୋର୍ଟ ତା'ର ନିଜର ସକ୍ଷମତା ଅନୁସାରେ ଗୋଟେ ରାୟ ଦେଇଦେଇଛି, ମନମୁଖୀ ଶାସନ ଦେଇଦେଇଛି, ବାଏସ୍ଡ ଶାସନ ମାନେ ବାଏସ୍ଡ ନ୍ୟାୟ ଦେଇଦେଇଛି, ଗୋଟେ ନ୍ୟାୟ ପ୍ରଦାନ କରିଦେଇକିରି କେସ୍ଟାକୁ ବନ୍ଦ କରିଦେଇଛି। କିନ୍ତୁ ତୁମେ ଦେଖିଲ ସେଇଟା କ'ଣ ନା ସେଇଟା ଉପଯୁକ୍ତ ନୁହଁ, ତୁମେ ତାହା ଯୋଗ୍ୟ ନୁହଁ, ତୁମକୁ ସାଟିସ୍ଫାଏ ଲାଗିଲାନି। ତୁମେ ସେଇ କ୍ଷେତ୍ରରେ ତୁମେ ହାୟର କୋର୍ଟକୁ ଯାଇପାରିବ, ଯାହାଫଳରେ ତୁମକୁ ସେଇ ଯେଉଁ ଲୋୟର କୋର୍ଟରେ ଯାହା ବି କେସ୍ ଥିବ ତାଙ୍କୁ ହାୟର କୋର୍ଟ କହିବ ଟ୍ରାନ୍ସଫର୍ କରିବା ପାଇଁ, ଏବଂ ସେ ଯେଉଁ ରାୟ ଦେଇଥିବ ତାକୁ ମଧ୍ୟ ସେ ମନା କରିଦେବ। ଏବଂ ଯଦି ତୁମେ ସେ ରାୟର ଉପଯୁକ୍ତ ଅଧିକାରୀ ହେଇଥିବ ତାହେଲେ ନିହାତି ଭାବରେ ସେ ଇମ୍ପୋଜ୍ ହେବ, ଯଦି ନାହିଁ ତାହେଲେ ତୁମକୁ ତୁମର ଉଚିତ ନ୍ୟାୟ ମିଳିପାରିବ। ଇଏ ହେଲା ତୁମର ସାସ୍ୟୋରାରୀ। ବୁଝିପାରିଲ କ'ଣ ନା ପ୍ରୋହିବିସନ୍ ହେଲା ଯେ ରୋକିବ ଗୋଟେ ହାୟର କୋର୍ଟ ଲୋୟର କୋର୍ଟକୁ ନିଜ କ୍ଷମତା ବାହାରେ କିଛି ଗୋଟେ ନ୍ୟାୟ ଦେବା ପାଇଁ ସେ ରୋକିବ। ଏଠି ସାସ୍ୟୋରାରୀ କ'ଣ? ଅଲରେଡ଼ି ଗୋଟେ ଦେଇଦେଇଛି ଲୋୟର କୋର୍ଟ, ତା'ର ନ୍ୟାୟଟା ମନ ଇଚ୍ଛା ଦେଇଦେଇଛି, ମନମୁଖୀ ଦେଇଦେଇଛି ଏବଂ ବାଏସ୍ଡ ଦେଇଦେଇଛି। ସେଇ କ୍ଷେତ୍ରରେ ତୁମେ ହାୟର କୋର୍ଟକୁ ଯାଇପାରିବ। ଇଏ ହେଲା ସାସ୍ୟୋରାରୀ। ଇଏ ମଧ୍ୟ ଗୋଟେ ଜୁଡ଼ିସିଆଲ ବଡ଼ି ଏଗେନଷ୍ଟରେ ହିଁ ବ୍ୟବହାର ହୁଏ। ଆଉ ଗୋଟେ କେସ୍ ଏଠି ମନେ ରଖିବ ନା 1991ରେ ଦ ସୁପ୍ରିମକୋର୍ଟ ରୁଲ୍ଡ ଦ୍ୟାଟ୍ ଦ ସାସ୍ୟୋରାରୀ କ୍ୟାନ୍ ବି ଇସ୍ୟୁ ଇଭେନ୍ ଏଗେନଷ୍ଟ ଆଡମିନିଷ୍ଟ୍ରେଟିଭ ଅଥରିଟିଜ୍ ଏଫେକ୍ଟିଂ ରାଇଟ୍ ଅଫ୍ ଇଣ୍ଡିଭିଜୁଆଲ। ଯେ କେବଳ ଜୁଡ଼ିସିଆଲ ବଡ଼ିକୁ ହିଁ ସାସ୍ୟୋରାରୀ ୟୁଜ୍ କରାଯାଇପାରିବନି। ଯେ ଯେଉଁମାନେ ବି ପବ୍ଲିକ୍
राइट्स को एफेक्ट करछंदी एडमिनिस्ट्रेटिव अथॉरिटी तांकर क्षेत्र में मध्य व्यवहार करा जाई परिबो जेमिति टीसी वासव वर्सेस टीन नागप्पा केस रे देखा जाइथिला ये हला तमरो शास्त्रराडी बुझि पालो फोर्थ रिस्टी एबे देबा लास्ट को वारंट कौन ना बाय व्हाट अथॉरिटी और वारंट तुम बेले बेले न्यूज़ रे देखुछ एतिकी आमे जाली अधिकारी को धरिलु ए माने चाकरी करि नाहंती किंतु एबे जमिति हमर रिसेंटली श्रीमंदिर रे गोटे आर्मी ऑफिसर को धराला से गोटे फेक आर्मी ऑफिसर सी निजर फेक रूप नहीं से जाइए से आर्मी ऑफिसर नुहति जाइछन्ती सेमति आमे बेले बेले न्यूज़ रे देखुछु जे टीचर माने जाल सर्टिफिकेट देकी चाकरी पाइछन्ती ये हला को वारंट कौन ना बाय व्हाट अथॉरिटी और वारंट को अधिकार बल रे जे तमे ये जो रीड टाको व्यवहार करि परिबो जेकोसी पब्लिक इंडिविजुअल हो प्राइवेट इंडिविजुअल हो जेकोसी पर्सन या को व्यवहार करि परिबो धरिना तमे कोनोसी ऑफिस जाइछो जड़े ऑफिसर कार्यकलाप तुमको ठीक लगिलानी ताए से चाकरी पाइबा योग्य नुह बोली तुम भाविल तो तुम ये जो रीड टाको सुप्रीम कोर्ट रे हो कि हाई कोर्ट रे हो निहाती भाव में जारी करि परिबो एवं पचारि परिबो तुम को अधिकार बल रे चाकरीटे पाइछ जदि तुमको तांकर उत्तर साटिस्फाई लागिला देन ठीक अछि जदि नाही ताहले तांको पदर बरखास्त करा जाई परिबो ताहले टिके एटी शॉर्ट रे बुझि दबा को वारंट कोन बाय व्हाट अथॉरिटी और वारंट इट इज इश्यूड बाय द कोर्ट टू इंक्वायरी इनटू द लीगैलिटी ऑफ क्लेम ऑफ ए पर्सन टू ए पब्लिक ऑफिस लीगैलिटी ऑफ ए क्लेम ऑफ ए पर्सन टू ए पब्लिक ऑफिस को अधिकार बल पब्लिक ऑफिस रे जो चाकरी करछि तार लीगल प्रमाण कौन अच्छी ताहा आमे वारंट बदल रे पचारि परिबा सर्ट बाय एनी इंटरेस्टेड पर्सन एटा जीए मध्य व्यवहार करि परिबो जीए मध्य पचारि परिबो को वारंटरा बुझि पारलो पिला माने एबे वर्तमान मते कहबो कौन कौन हमर फंडामेंटल राइट थिला कमेंट सेक्शन ने निहाती भाव रे दे दबो ता सहित जदि किसी बुझा पड़नी मते पचारि परिबो जदि वीडियोटी भल लागुथो निहाती भाव में लाइक करंतु चैनल को सब्सक्राइब करंतु नेक्स्ट टॉपिक कौन दरकार मते कमेंट रे कहले मु निहाती भाव में नेक्स्ट टॉपिक आनी देबी धन्यवाद।